ଜୟ ଜଗନ୍ନାଥ। ମୋର ପ୍ରିୟ ଛାତ୍ରଛାତ୍ରୀମାନଙ୍କୁ ବା ମୋର ବିଦ୍ୟାର୍ଥୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ଶୁଭ ସକାଳର। ଆଶା କରୁଛି ସମସ୍ତେ ଭଲରେ ରହିଥିବେ, ଆପଣମାନଙ୍କର ପରିବାର ମଧ୍ୟ ଭଲରେ ରହିଥିବ। ତେଣୁ ଆମେ ଯେଉଁ ଆଲୋଚନା କରୁଥିଲୁ MRSର ଓଡ଼ିଆ ଯେଉଁ ବିପରୀତ ଶବ୍ଦ ସିଲାବସ୍ରେ ରହିଛି, ତେଣୁ ସେ ସିଲାବସ୍ ଅନୁଯାୟୀ ମୁଁ ଏହି ବିପରୀତ ବୋଧକ ଶବ୍ଦ ଆଗରୁ 2-3ଟି ଭିଡ଼ିଓ ଅପଲୋଡ଼ କରିଦେଇଛି ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲରେ। ତେଣୁ ଯେଉଁମାନେ ଯଦି ଦେଖିନାହାନ୍ତି ତେବେ ଏହି ଡେସ୍କ୍ରିପସନ୍ରେ ମଧ୍ୟ ତା ଲିଙ୍କ୍ ଦେଇଦେଇଛି, ବା ଆପଣମାନେ ମଧ୍ୟ ସୁନ୍ଦର ଭାବରେ ମୋ ପ୍ଲେଲିଷ୍ଟକୁ ଯାଇ ପ୍ଲେଲିଷ୍ଟରେ ନାମ ରହିଥିବ ଓଡ଼ିଆ MRS, ଆପଣ ସେହି ଫୋଲ୍ଡରକୁ ଯାଇ ସେଠି ମଧ୍ୟ ସୁନ୍ଦର ଭାବରେ ସଜାଡ଼ିକି ରଖିଦେଇଛି, ଆପଣମାନେ ସେଠିକୁ ଯାଇ ମଧ୍ୟ ଦେଖିପାରିବେ। ତେଣୁ ସମସ୍ତଙ୍କୁ ଆଉ ଥରେ SSR ଓଡ଼ିଆ କ୍ଲାସ୍ ତରଫରୁ ଶୁଭ ସକାଳର ଶୁଭେଚ୍ଛା। ତେଣୁ ଆପଣମାନେ ନିହାତି ସୁନ୍ଦର ଭାବରେ ପଢ଼ାପଢ଼ି କରୁଥିବେ, ପରୀକ୍ଷା ମଧ୍ୟ ପାଖକୁ ଚାଲି ଆସିଲାଣି। ତେଣୁ ଏହା ପୁଣି ଆଉ ଗୋଟିଏ ବିପରୀତ ବୋଧ ଶବ୍ଦ ଆଣିଅଛି। ତେଣୁ ସମସ୍ତେ ଦେଖନ୍ତୁ, ଏବଂ ଖାଲି ଯେ MRS ଓଡ଼ିଆର ରିଜନାଲ୍ ଓଡ଼ିଆ କ୍ଲାସ୍ ପାଇଁ ଏହା ନୁହେଁ, ସମସ୍ତ ପରୀକ୍ଷା ପାଇଁ ଆପଣମାନେ ଯେଉଁ ଷ୍ଟେଟ୍ରେ ଦେଉଛନ୍ତି, ଯେକୌଣସି ପରୀକ୍ଷା ଦେଉଛନ୍ତି ତାହା ମଧ୍ୟ। ତେଣୁ ଆଉ ବିଶେଷ କାଳ ବିଳମ୍ବ ନ କରି ବର୍ତ୍ତମାନ ଆମେ ସମସ୍ତେ ମିଶିକରି ଆଲୋଚନା କରିବା। ଦେଖ, ସୁନ୍ଦର ଭାବରେ ମୁଁ ଆଲୋଚନା କରିଦେଉଛି। ତେଣୁ ପ୍ରଥମେ ରହିଛି ଯେଉଁ ଶବ୍ଦଟିଏ, ତାହା ହେଉଛି ବିପରୀତ ଶବ୍ଦ। ତେଣୁ ଆପଣମାନେ ବୁଝିପାରୁଥିବେ ବିପରୀତର ଅର୍ଥ। ତେଣୁ ଦେଖ ନା, ଅଗ୍ର, ତା'ର ବିପରୀତ ଶବ୍ଦ ହେଉଛି ପଶ୍ଚାତ, ବା ଏହାର ଆଉ ଗୋଟେ ହେବ ଅଗ ବା ମୂଳ। ତେଣୁ ଏଠି ଲେଖା ହେଇଛି ଅଗ୍ର ପାଶ୍ଚାତ୍ୟ, ଅଚଳ ସଚଳ, ଅନ୍ଧ ଚକ୍ଷୁଷ୍ମାନ, ଅନାବଶ୍ୟକ ଆବଶ୍ୟକ, ଅନୁରାଗ ବିରାଗ। ଦେଖ ପିଲାମାନେ, ଏଇଠି ଗୋଟେ କଥା ଯେ ଯେଉଁଗୁଡ଼ିକ ମୁଁ ଲେଖିବାକୁ କହିବି ଆପଣ ନିହାତି ସେଗୁଡ଼ିକ ଲେଖି ରଖନ୍ତୁ। ଦେଖ, ଏଇଟା ପରୀକ୍ଷାରେ ପକାଏ ଅନୁରାଗ ବିରାଗ। ତେଣୁ ଏଇ ଶବ୍ଦଟି ଆପଣମାନେ ନିହାତି ଲେଖି ରଖନ୍ତୁ। ତା ଦେଖ, ଅପାୟ ଉପାୟ, ଧନୀ ନିର୍ଧନ, ଅନ୍ଧାର ଆଲୁଅ, ଅନାସ୍ଥା ଆସ୍ଥା, ଅନୁରକ୍ତ ବିରକ୍ତ, ଅପମାନ ମାନ, ଅଳ୍ପ ବହୁତ। ତେଣୁ ଯେଉଁମାନେ ପ୍ରଥମ କରି ଦେଖୁଛନ୍ତି ଭିଡ଼ିଓ ଗୁଡ଼ିକୁ, ସେମାନଙ୍କୁ ମଧ୍ୟ ଶୁଭେଚ୍ଛା, ଏବଂ ସେମାନେ ମଧ୍ୟ ଭିଡ଼ିଓ ଗୁଡ଼ିକୁ ଲାଇକ୍ କରନ୍ତୁ, ମତାମତ ଦିଅନ୍ତୁ ଏବଂ ସବସ୍କ୍ରାଇବ୍ କରି ରଖନ୍ତୁ। ଯେତେବେଳେ ଯେଉଁ ଭିଡ଼ିଓକୁ ଛାଡ଼ିବି ଆପଣମାନଙ୍କୁ ସର୍ବପ୍ରଥମେ ନୋଟିଫିକେସନ୍ ଯିବ। ତେଣୁ ଯେଉଁମାନେ ପ୍ରଥମ କରି ଦେଖୁଛନ୍ତି, ଏବଂ ଆପଣମାନଙ୍କୁ ଅନୁରୋଧ ମୋର, ଆପଣମାନେ ଲାଇକ୍ କରନ୍ତୁ ଏବଂ ଅଧିକ ମାତ୍ରାରେ ସେୟାର କରନ୍ତୁ। ତାପରେ ଦେଖ, ତଳ ଉପର, ଅବସ୍ଥା ଦୁରବସ୍ଥା ବା ଅବ୍ୟବସ୍ଥା। ତାପରେ ଅଭିଶାପ ଆଶୀର୍ବାଦ, ଅଗ୍ରଜ ଅନୁଜ, ଅର୍ଥ ଅନର୍ଥ, ଅନନ୍ତ ଶାନ୍ତ। ତାପରେ ଅନୁକୂଳ ପ୍ରତିକୂଳ, ଏହି ଶବ୍ଦଟି ମଧ୍ୟ ଆପଣମାନେ ଲେଖି ରଖନ୍ତୁ। ଅନୁକୂଳ ପ୍ରତିକୂଳ, ଏହି ଶବ୍ଦ ଗୁଡ଼ିକ ବାରମ୍ବାର ସେ ପକାଇଥାଏ। ଅନ୍ୟମନା ଅନନ୍ୟମନା, ତଟକା ବାସୀ, ଅତୁଳନୀୟ ତୁଳନୀୟ, ଅଧିକ ବା ଅନେକ ବା ତାକୁ କମ୍ କୁହାଯାଏ। ଅନୁଗାମୀ ଅନୁଗାମୀ, ତା'ର ବିପରୀତ ଶବ୍ଦ ହେଉଛି ଦେଖ ଗାମୀ। ତାପରେ ଅନୁଗ୍ରହ ନିଗ୍ରହ, ଅପେକ୍ଷା ଉପେକ୍ଷା, ଏହି ଶବ୍ଦଟି ମଧ୍ୟ ଅପେକ୍ଷା ଉପେକ୍ଷା।
ଜ୍ଞାନୀ, ଅଜ୍ଞାନ, ଅପ୍ରାକୃତିକ, ପ୍ରାକୃତିକ, ଅବିଚଳିତ, ବିଚଳିତ, ଅଭ୍ୟାସ, ଅନାଭ୍ୟାସ, ଅଭ୍ୟୁତ୍ଥାନ, ପତନ, ଅଳ୍ପ, ଅନଳ୍ପ ବା ବହୁତ। ଅହଙ୍କାର, ନିରାହଙ୍କାର, ଆକର୍ଷଣ, ବିକର୍ଷଣ, ଆନନ୍ଦ, ନିରାନନ୍ଦ, ଆମଦାନୀ, ରପ୍ତାନି, ଆଶା, ନିରାଶା, ଉତ୍କର୍ଷ, ଅପକର୍ଷ। এই ଶବ୍ଦଟି ମଧ୍ୟ ପରୀକ୍ଷାରେ ବାରମ୍ବାର ପଡ଼େ। ଉତ୍କର୍ଷ, ଅପକର୍ଷ, କ୍ଷୁଦ୍ର, ବୃହତ, ଏକମନା, ଭିନ୍ନମନା, ହାନମନା, ପାପ, ପୁଣ୍ୟ, ଦୀର୍ଘସ୍ଥାୟୀ, କ୍ଷୀଣସ୍ଥାୟୀ। ଅବତରଣ, ଆରୋହଣ, ଅଭିଯୋଗ, ଅନିଭୋଯୋଗ, ଅମର, ମର, ଅସଲ, ନକଲ, ଅକ୍ଷୁର୍ଣ୍ଣ, କ୍ଷୁର୍ଣ୍ଣ। ତେଣୁ ଦେଖ ପିଲାମାନେ ଏଇ ଶବ୍ଦଟି ମଧ୍ୟ ଆପଣମାନେ ଲେଖି ରଖନ୍ତୁ, ଅକ୍ଷୁର୍ଣ୍ଣ, କ୍ଷୁର୍ଣ୍ଣ। ତାପରେ ଆଦ୍ୟ ପ୍ରାନ୍ତ, ଇଏ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ପିଲାମାନେ। ତାପରେ ଆବାହନ, ବିସର୍ଜନ, ଏଟା ମଧ୍ୟ ପିଲାମାନେ ଏ ଶବ୍ଦଟି ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ଆପଣମାନେ ସ୍ପେଲିଂ ମଧ୍ୟ ଟିକେ ଭଲସେ ଦେଖି ରଖନ୍ତୁ, ଆବାହନ, ବିସର୍ଜନ। ତାପରେ ଦେଖ ଆଳାପ, ବିଳାପ, ଉଗ୍ର, ଶାନ୍ତ, ଏକାନ୍ନ, ପୃଥଗାନ୍ନ, ଦୁରାତ୍ମା, ପୁଣ୍ୟାତ୍ମା, ନବୀନ, ପ୍ରାଚୀନ। ଏହି ଶବ୍ଦଟି ମଧ୍ୟ ପିଲାମାନେ ଏହି ଶବ୍ଦଟି ମଧ୍ୟ ଆପଣମାନେ ଲେଖି ରଖନ୍ତୁ, ନବୀନ, ପ୍ରାଚୀନ। ତାପରେ ଦେଖ ଇଏ, ସିଏ, ଅମୃତ, ବିଷ, ଅସତ, ସତ, ଆଦୃତ, ଅନାଦୃତ, ଅଜ୍ଞ, ବିଜ୍ଞ, ଆବିଳ, ଅନାବିଳ, ଆହତ, ଅନାହତ, ଇହ, ପର, ଉପାଦେୟ, ଅପାଦେୟ, ଅନୁପାଦେୟ। ଏହି ଶବ୍ଦଟି ମଧ୍ୟ ପିଲାମାନେ ଲେଖି ରଖନ୍ତୁ। ଏଗୁଡ଼ିକ ସେ ବାରମ୍ବାର ପକାଇଥାଏ। ତେଣୁ ପିଲାମାନେ ବା ମୋର ବିଦ୍ୟାର୍ଥୀଗଣ, ଆପଣମାନେ ଯଦି ଭିଡ଼ିଓଗୁଡ଼ିକୁ ଭଲ ଲାଗୁଛି ଅଧିକ ମୋତେ ସେୟାର କରନ୍ତୁ ଏବଂ ଲାଇକ୍ କରନ୍ତୁ ଏବଂ ମତାମତ ମଧ୍ୟ ଦିଅନ୍ତୁ। ଏବଂ ଆପଣମାନଙ୍କର ସାଙ୍ଗସାଥି ଯେଉଁ ଗ୍ରୁପ୍ ରହିଛି ସେଠି ମଧ୍ୟ ଆପଣମାନେ ସେୟାର କରନ୍ତୁ। ତେଣୁ ସେମାନେ ମଧ୍ୟ ଭିଡ଼ିଓଗୁଡ଼ିକୁ ଦେଖି ତାଙ୍କର ମନସ୍କାମନା ବା ସେମାନେ ମଧ୍ୟ ଆଗକୁ ଯାଆନ୍ତୁ। ତାପରେ ଦେଖ କପଟ, ସାରଲ୍ୟ ବା ଅକପଟ ବା ନିଷ୍କପଟ, ଅର୍ପିତ, ପ୍ରତ୍ୟର୍ପିତ, ଅଭିଜ୍ଞ, ଅନଭିଜ୍ଞ। ତାପରେ ଦେଖନ୍ତୁ ଅଭ୍ୟନ୍ତର, ବାହ୍ୟ, ଅଳସ, କର୍ମଠ, ଅସ୍ତଗାମୀ, ଉଦୟଗାମୀ, ଆକାଶ, ପାତାଳ, ଆର୍ଦ୍ର, ଶୁଷ୍କ, ଆବୃତ, ଅନାବୃତ, ଆହୁତ, ଅନାହୁତ, ଉର୍ବର, ଅନୁର୍ବର, ଐକ୍ୟ, ଅନୈକ୍ୟ। ଏହି ଶବ୍ଦଟି ମଧ୍ୟ ପିଲାମାନେ ଲେଖି ରଖନ୍ତୁ, ଐକ୍ୟ, ଅନୈକ୍ୟ। କଳା, ଧଳା ବା ବିଜ୍ଞାନ। ତାପରେ ନିତ୍ୟ, ଅନିତ୍ୟ, ଦୂରଦର୍ଶୀ, ଅଦୂରଦର୍ଶୀ। ଦେଖନ୍ତୁ ପିଲାମାନେ ଏହି ଶବ୍ଦଟି ମଧ୍ୟ ଲେଖି ରଖ, ଦୂରଦର୍ଶୀ, ଅଦୂରଦର୍ଶୀ। ଯେଉଁଗୁଡ଼ିକ ଲେଖିବାକୁ କହୁଛି ବା ଭେରି ଇମ୍ପୋର୍ଟାଣ୍ଟ ହେଉଛି, ଆପଣ ନିହାତି ଲେଖି ରଖନ୍ତୁ। ତାପରେ ନିର୍ମଳ, ଆବିଳ, ପରୋକ୍ଷ, ପ୍ରତ୍ୟକ୍ଷ। ଏହି ଶବ୍ଦଟି ମଧ୍ୟ ପିଲାମାନେ ପରୋକ୍ଷ, ପ୍ରତ୍ୟକ୍ଷ। ପ୍ରତ୍ୟୁଷ, ପ୍ରଦୋଷ, ପ୍ରାଞ୍ଜଳ, ଜଟିଳ, ନିଶ୍ୱର, ଅବିନଶ୍ୱର, ଭୂଷଣ, ଦୂଷଣ, ରତ, ବିରତ, ସକ୍ରିୟ, ନିଷ୍କ୍ରିୟ, ସାକ୍ଷର, ନିରକ୍ଷର, ସ୍ଥାବର, ଅସ୍ଥାବର,
ଆଗୁଆ, ପିଛିଲା, ସ୍ୱର୍ଗ, ନରକ, ନାସ୍ତିକ, ଆସ୍ତିକ, ଦେଶ, ବିଦେଶ, ନୈସର୍ଗିକ, କୃତ୍ରିମ, ନାର୍କିକ ଏହି ଶବ୍ଦଟି ମଧ୍ୟ ଆପଣମାନେ ଲେଖି ରଖନ୍ତୁ। ନୈସର୍ଗିକ ବା କୃତ୍ରିମ। ଯଦି ଭିଡ଼ିଓଟି ଭଲ ଲାଗୁଛି ଆପଣମାନେ ଥରେ ଦୁଇଥର କରି ଦେଖନ୍ତୁ, ତାହା ମଧ୍ୟ ଆପଣମାନଙ୍କର ନିହାତି ଉପାଦେୟ ହେବ ବା ଆପଣମାନଙ୍କୁ ନିହାତି ସେ ସାହାଯ୍ୟ କରିବ। ତେଣୁ ଭିଡ଼ିଓ ଗୁଡ଼ିକ ଯଦି ଭଲ ଲାଗୁଛି ତେଣୁ ଥରେ ଦୁଇଥର ବିନା ସ୍କିପ୍ରେ ମଧ୍ୟ ଦେଖନ୍ତୁ ଏବଂ ଲାଇକ୍ କରନ୍ତୁ, ମତାମତ କରନ୍ତୁ, ସବସ୍କ୍ରାଇବ୍ କରି ରଖନ୍ତୁ। ଯେତେବେଳେ ଯେଉଁ ଭିଡ଼ିଓ ଛାଡ଼ିବେ ଆପଣଙ୍କୁ ସର୍ବପ୍ରଥମେ ଜାଣିଛନ୍ତି ତ ନୋଟିଫିକେସନ୍ ଯିବ। ତେଣୁ ପୁରୋହିତ ଯଜମାନ ଇଏ ମନ ଏହି ଶବ୍ଦଟି ମଧ୍ୟ ଲେଖି ରଖନ୍ତୁ। ପୁରୋହିତ ଯଜମାନ। ପ୍ରାଚୀନ, ଅର୍ବାଚୀନ ବା ନୂତନ, ବିଦାୟ, ସ୍ୱାଗତ, ଭୋଗୀ, ତ୍ୟାଗୀ, ଯାଚିତ, ଅଯାଚିତ, ସରବ, ନୀରବ, ସାର୍ବଜନୀନ, ବ୍ୟକ୍ତିଗତ। ଟିକେ ପିଲାମାନେ ଏହି ଶବ୍ଦଟି ମଧ୍ୟ ଲେଖି ରଖନ୍ତୁ। ତାପରେ ସୃଷ୍ଟି, ବିଲୟ ବା ଧ୍ୱଂସ, ବାଁ ଡାହାଣ। ତାପରେ ଦେଖ ନ୍ୟୁନ, ଅନନ୍ୟ, ପୁରସ୍କାର, ତିରସ୍କାର ଏଟା ମଧ୍ୟ ଲେଖି ରଖନ୍ତୁ ପିଲାମାନେ। ପୁରସ୍କାର ତାର ସ୍ପେଲିଂ ଗୁଡ଼ିକୁ ବହୁତ ଗୁରୁତ୍ୱ ଦେଖନ୍ତୁ। ପୁରସ୍କାର, ତିରସ୍କାର ଏ ନ୍ୟୁନ ମଧ୍ୟ ଲେଖି ରଖନ୍ତୁ। ନ୍ୟୁନ, ଅନନ୍ୟ। ତାପରେ ପ୍ରସନ୍ନ, ବିଷର୍ଣ୍ଣ, ବଶୀଭୂତ, ଅଣାୟତ, ଭଙ୍ଗୁର, ଅବିନାଶୀ, ଶୂନ୍ୟ, ପୂର୍ଣ୍ଣ, ରୁକ୍ଷ, ସ୍ନିଗ୍ଧ, ସାତ୍ତ୍ୱିକ, ତାମସିକ, ସୂକ୍ଷ୍ମ, ସ୍ଥୂଳ, କ୍ଷୟ, ଅକ୍ଷୟ, ଆଗ, ପଛ, ଧର୍ମଦ୍ରୋହୀ, ଧର୍ମଭୀରୁ ଏହି ଶବ୍ଦରେ ମଧ୍ୟ ପିଲାମାନେ ଲେଖି ରଖନ୍ତୁ। ଧର୍ମଦ୍ରୋହୀ, ଧର୍ମଭୀରୁ। ତାପରେ ନିମଗ୍ନ, ଭାସମାନ, ନିରାକାର, ସାକାର, ପାର୍ଥିବ, ଅପାର୍ଥିବ, ପ୍ରବୃତ୍ତି, ନିବୃତ୍ତି, ବନ୍ଧୁର, ମିଶ୍ରଣ, ବିକ୍ଷିପ୍ତ, ସମବେତ, ମେଧ୍ୟ, ଅମେଧ୍ୟ, ରୁଗ୍ଣ, ନିରୋଗ, ସଂସାରୀ, ବୈରାଗୀ, ସୁକୃତ, ଦୁଷ୍କୃତ, ପୂର୍ବ, ପଶ୍ଚିମ, ପିତା, ମାତା। ତାପରେ ଏତିକି ଥିଲା ଆପଣମାନଙ୍କର ଯେଉଁ ରହିଥିଲା ବିପରୀତ ଶବ୍ଦ। ତେଣୁ ପିଲାମାନେ ବା ମୋର ପ୍ରିୟ ଛାତ୍ରଛାତ୍ରୀମାନେ ଆପଣମାନଙ୍କୁ ଅନେକ ଶୁଭେଚ୍ଛା ଏବଂ ଶୁଭ ସକାଳ। ଆଶା କରି ସମସ୍ତେ ଭଲ ରହିଥିବେ। ତେଣୁ ଆପଣମାନେ ସି ସାର୍ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଆପଣମାନେ ସବସ୍କ୍ରାଇବ୍ ରଖନ୍ତୁ। ଯେତେବେଳେ ଯେଉଁ ଭିଡ଼ିଓକୁ ଛାଡ଼ିବି ଆପଣଙ୍କୁ ସର୍ବପ୍ରଥମେ ଯିବ। ତେଣୁ ଆଉ ଥରେ ସି ସାର୍ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ସମସ୍ତେ ଭଲ ରହିଥାନ୍ତୁ ଏବଂ ଆଶା କରୁଛି ଆପଣମାନଙ୍କ ପରୀକ୍ଷା ମଧ୍ୟ ସୁନ୍ଦର ଭାବରେ ହେଉ। ଜୟ ଜଗନ୍ନାଥ। ଧନ୍ୟବାଦ ରହୁଛି। ଶୁଭ ସକାଳ।